ଜଣେ ରାଜା ଥିଲେ। ସେ ନ୍ୟାୟପ୍ରେମୀ, ପ୍ରଜାପ୍ରେମୀ ଏବଂ ଧାର୍ମିକ ବ୍ୟକ୍ତି ଥିଲେ। ସେ ପ୍ରତିଦିନ ଦେବତାଙ୍କୁ ବହୁତ ଭକ୍ତିର ସହିତ ପୂଜା କରୁଥିଲେ। ଗୋଟିଏ ଦିନ ଦେବତା ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ରାଜା, ମୁଁ ଆପଣଙ୍କ ଉପରେ ବହୁତ ଖୁସି। ମୋତେ କୁହନ୍ତୁ, ଆପଣଙ୍କର କ'ଣ ଇଚ୍ଛା ଅଛି? ରାଜା ତାଙ୍କ ପ୍ରଜାଙ୍କୁ ବହୁତ ଭଲ ପାଉଥିଲେ। ସେ କହିଲେ, ପ୍ରଭୁ, ଆପଣ ମୋତେ ଦେଇଥିବା ସମସ୍ତ ଜିନିଷ ମୋର ଅଛି। ଆପଣଙ୍କ କୃପା ଦ୍ୱାରା ମୋ ରାଜ୍ୟରେ ସମସ୍ତେ ସୁଖ ଏବଂ ଶାନ୍ତିରେ ଅଛନ୍ତି। ତଥାପି ମୋର ଗୋଟିଏ ଇଚ୍ଛା ଅଛି। ଯେମିତି ଆପଣ ମୋତେ ଦର୍ଶନ ଦେଲେ, ସେହିଭଳି ଆପଣ ଦୟାକରି ମୋ ପ୍ରଜାମାନଙ୍କୁ ଦର୍ଶନ ଦିଅନ୍ତୁ। ଏହି ଆଶୀର୍ବାଦ ହିଁ କରନ୍ତୁ। ଠାକୁର କହିଲେ, ଏହା ସମ୍ଭବ ନୁହେଁ। ପରମେଶ୍ୱର ରାଜାଙ୍କୁ ବୁଝାଇଲେ, କିନ୍ତୁ ରାଜା ତାଙ୍କ ପ୍ରଜାଙ୍କୁ ବହୁତ ଭଲ ପାଉଥିଲେ। ସେ ଜିଦ୍ ଧରି ବସିଲେ। ଶେଷରେ ପ୍ରଭୁ ତାଙ୍କ ଭକ୍ତଙ୍କ ନିକଟରେ ହାର ମାନିବାକୁ ପଡ଼ିଲା ଏବଂ କହିଲେ, ଠିକ୍ ଅଛି, କାଲି ଆପଣ ସମସ୍ତ ପ୍ରଜାଙ୍କୁ ସେହି ପାହାଡ଼କୁ ଆଣନ୍ତୁ। ମୁଁ ପାହାଡ଼ ଉପରୁ ଦର୍ଶନ ଦେବି। ରାଜା ଅତ୍ୟନ୍ତ ଖୁସିତ ହେଲେ ଏବଂ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପରଦିନ ସାରା ସହରରେ ରାଜା ଏକ ଘୋଷଣା ବଜାଇଲେ, ଯେଉଁଥିରେ ସମସ୍ତଙ୍କୁ ତାଙ୍କ ସହିତ ପର୍ବତର ପାଦଦେଶକୁ ଯିବାକୁ କୁହାଯାଇଥିଲା, ଯେଉଁଠାରେ ଠାକୁର ସମସ୍ତଙ୍କୁ ଦର୍ଶନ ଦେବେ। ପରଦିନ ରାଜା ତାଙ୍କର ସମସ୍ତ ପ୍ରଜା ଏବଂ ସମ୍ପର୍କୀୟମାନଙ୍କ ସହିତ ପାହାଡ଼ ଆଡ଼କୁ ଯାତ୍ରା କଲେ। ରାସ୍ତାରେ ସେମାନେ ତମ୍ବା ମୁଦ୍ରାର ଏକ ପର୍ବତ ଦେଖିଲେ। ସେମାନଙ୍କ ମଧ୍ୟରୁ କେତେକ ସେ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ଜ୍ଞାନୀ ରାଜା ସମସ୍ତଙ୍କୁ ସେ ପ୍ରତି ଦୃଷ୍ଟି ନ ଦେବାକୁ ଚେତାବନୀ କହିଲେ, ତୁମେ ସମସ୍ତେ ଈଶ୍ୱରଙ୍କୁ ଭେଟିବାକୁ ଯାଉଛ। ଏହି ତମ୍ବା ମୁଦ୍ରା ପାଇଁ ନିଜ ଭାଗ୍ୟକୁ ବିପଦରେ ପକାଅ ନାହିଁ। କିନ୍ତୁ ଲୋଭରେ ପ୍ରଭାବିତ ହୋଇ ସେମାନଙ୍କର କିଛି ପ୍ରଜା ତମ୍ବା ମୁଦ୍ରାର ପାହାଡ଼ ଆଡ଼କୁ ଦୌଡ଼ିଲେ। ସେଗୁଡ଼ିକୁ ଏକତ୍ରିତ କଲେ ଏବଂ ଘରକୁ ଚାଲିବାକୁ ଲାଗିଲେ। ସେମାନେ ମନେ ମନେ ଭାବିଲେ, ପ୍ରଥମେ ଏହି ମୁଦ୍ରାଗୁଡ଼ିକୁ ସଂଗ୍ରହ କରିବା। ଆମେ ଅନ୍ୟ କେଉଁ ଦିନ ଈଶ୍ୱରଙ୍କୁ ଭେଟି ନେବୁ। ରାଜା ଦୁଃଖିତ ହୃଦୟରେ ଆଗକୁ ବଢ଼ିଲେ। କିଛି ଦୂର ଯିବା ପରେ ରୂପା ମୁଦ୍ରାର ଏକ ଚମକଦାର ପାହାଡ଼ ଦେଖାଗଲା। ଏଥର ଅବଶିଷ୍ଟ କିଛି ପ୍ରଜା ମଧ୍ୟ ସେ ଆଡ଼କୁ ଦୌଡ଼ିଲେ। ରୂପା ମୁଦ୍ରାଗୁଡ଼ିକ ଏକତ୍ରିତ କଲେ ଏବଂ ଘରକୁ ଚାଲିବାକୁ ଲାଗିଲେ। ସେମାନେ ଭାବିଲେ, ଏପରି ସୁଯୋଗ ବାରମ୍ବାର ଆସିବ ନାହିଁ। ଆମେ ପୁଣି ଏତେ ରୂପା ମୁଦ୍ରା ପାଇବା ବି ନାହିଁ। ଆମେ କେବେ ନା କେବେ ଈଶ୍ୱରଙ୍କୁ ପାଇଯିବୁ, କିନ୍ତୁ ରୂପା ମୁଦ୍ରା ପାଇବୁ ନାହିଁ। ସେହିପରି ଟିକିଏ ଆଗକୁ ଯିବା ପରେ ସୁନା ମୁଦ୍ରାର ଏକ ପାହାଡ଼ ଦେଖାଗଲା। ଏବେ ସମସ୍ତ ବାକି ନାଗରିକ ଏବଂ ରାଜାଙ୍କ ସମ୍ପର୍କୀୟମାନେ ମଧ୍ୟ ସେ ସୁନା ପାହାଡ଼ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ପରି ସେମାନଙ୍କର ମୁଦ୍ରାର ଗଣ୍ଠି ଲୋଡ୍ କରି ନିଜ ଘରକୁ ଚାଲିଲେ। ଘରକୁ ଚାଲିଗଲେ। ଏବେ କେବଳ ରାଜା ଏବଂ ରାଣୀ ବାକି ଥିଲେ। ରାଜା ରାଣୀଙ୍କୁ କହିଲେ, ଦେଖ, ଏମାନେ କେତେ ଲୋଭୀ। ସେମାନେ ଈଶ୍ୱରଙ୍କୁ ଭେଟିବାକୁ ଗୁରୁତ୍ୱ ବୁଝନ୍ତି ନାହିଁ। ଈଶ୍ୱରଙ୍କ ତୁଳନାରେ ସମଗ୍ର ବିଶ୍ୱର ଧନ କ'ଣ? ରାଣୀ କହିଲେ, ଠିକ୍ କଥା ମହାରାଜ। ଏବଂ 2 ଜଣ ରାଜି ହୋଇ ଆଗକୁ ବଢ଼ିଲେ। ଟିକିଏ ଆଗକୁ ଯିବା ପରେ ରାଜା ଏବଂ ରାଣୀ ଏକ ହୀରାର ପାହାଡ଼ ଦେଖିଲେ, ଯାହା 7 ରଙ୍ଗର ଆଭାକୁ ବିକରଣ କରୁଥିଲା। ରାଣୀ ହୀରାର ଆକର୍ଷଣରେ ଅବିଚଳିତ ହୋଇ ଦୌଡ଼ି ଯାଇ ସେଗୁଡ଼ିକ ଏକ ଗଣ୍ଠିରେ ସଂଗ୍ରହ କରିବାକୁ ଲାଗିଲେ। ତଥାପି ସେ ସନ୍ତୁଷ୍ଟ ହେଲେ ନାହିଁ। ଏବେ ସେଗୁଡ଼ିକ ତାଙ୍କ ଶାଢ଼ୀର କାନିରେ ବାନ୍ଧିବାକୁ ଲାଗିଲେ। ହୀରାର ଓଜନ ଏତେ ହୋଇଗଲା ଯେ ରାଣୀଙ୍କର ପୋଷାକ ଚିରିଦେଲା, କିନ୍ତୁ ହୀରା ପାଇଁ ତାଙ୍କର ତୃଷ୍ଣା ଅପରିବର୍ତ୍ତିତ ରହିଲା। ଏହା ଦେଖି ରାଜା ଗଭୀର ଲଜ୍ଜିତ ଏବଂ ବିରକ୍ତ ଅନୁଭବ କଲେ। ଭାରୀ ହୃଦୟରେ ସେ ଏକା ଚାଲିଗଲେ। ଭଗବାନ ପ୍ରକୃତରେ ପର୍ବତ ଉପରେ ଠିଆ ହୋଇ ତାଙ୍କ ପାଇଁ ଅପେକ୍ଷା କରିଥିଲେ।
ରାଜାଙ୍କୁ ଦେଖି ଭଗବାନ ହସି ପଚାରିଲେ, ତୁମର ଲୋକମାନେ, ତୁମର ପ୍ରଜାମାନେ ଏବଂ ତୁମର ପ୍ରିୟଜନମାନେ କେଉଁଠି? ମୁଁ ବହୁତ ଦିନ ଧରି ସେମାନଙ୍କ ସହିତ ସାକ୍ଷାତ କରିବାର ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲି। ରାଜା ଲଜ୍ଜା ଏବଂ ଅନୁତାପରେ ମୁଣ୍ଡ ନୁଆଇଲେ। ତାପରେ ଭଗବାନ ବୁଝାଇଲେ, ରାଜା, ଯେଉଁମାନେ ମୋ ଅପେକ୍ଷା ଭୌତିକ ପ୍ରାପ୍ତିକୁ ଅଧିକ ମୂଲ୍ୟ ଦିଅନ୍ତି ସେମାନେ ମୋତେ ପାଇପାରନ୍ତି ନାହିଁ ଏବଂ ସେମାନେ ମୋର ପ୍ରେମ ଏବଂ ଆଶୀର୍ବାଦରୁ ମଧ୍ୟ ବଞ୍ଚିତ ହୁଅନ୍ତି। ଯେଉଁମାନେ ନିଜର ମନ ଏବଂ ବୁଦ୍ଧିକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରନ୍ତି ଏବଂ ସମସ୍ତଙ୍କୁ ସମ୍ପର୍କକୁ ଭଲ ପାଆନ୍ତି, ସମ୍ପୂରି ହୃଦୟରେ ମୋତେ ଦେଖନ୍ତି, ସେମାନେ ହିଁ ଈଶ୍ୱରଙ୍କର ପ୍ରିୟ ହୋଇଯାଆନ୍ତି। ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।